यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करिवा कली जुगरे राक्षस की जुगानुवाद नहीं कि मन रखी था। देवता अछंती, दानव अछंती, भक्त मध्य है। सत्य जुगरे जेते बेले प्रभु आसिले चारि अक्षर नाम धरी आसिले, दानव मध्य चारि अक्षर धारी आसिले नामधारी, भक्त मध्य चारि अक्षर धरिकी नामधारी आसिले। त्रेतया जुगरे सेमिति ठाकुर आसिले 3 अक्षर, दानव आसिले 3 अक्षर नामधारी एवं भक्त मध्य आसिले 3 अक्षर नाम। द्वापर जुगरे सेमिति ठाकुर आसिले 2 अक्षर नामधारी, दानव आसिले 2 अक्षर नामधारी, भक्त आसिले 2 अक्षर नाम है। कहबार तात्पर्य मन रखिता, सत्य जुगे महाप्रभु आसिले के से नरसिंह रूप आरिंकी आसंती ठाकुर ना जेते बेले भक्त मानक विपद पड़े महाप्रभु सेते बेले निर्गुण निराकार से साकार रूप धारण करी मर्त्यमंडल आविर्भूत हुए। कारण गीता ताको प्रमाण दौची जदा जदा ही धर्म से ग्लानिर्भवति भारत अभ्युत्थान अधर्मस्य तदात्मेव सुजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे। भगवान भक्त मान को रक्षा करने पाए मुख्यतः निर्गुण निराकार साकार रूप धारण कर। मन रखा महाप्रभु मर्त्यमंडल नरदेह आसिले विधिर विधान बा कालचक्र देकी ही गति करते, कालर चक्र छाड़ब ना। मर्त्य कुल जी आसो सी ही भोगवा पड़। सत्यजुग ठाकुर आसिले नरसिंह 4 अक्षर, दानव सेमती आसिले कि हीरानाक्ष 4 अक्षर बुझी होची। भक्त सेमती आसिले कि से प्रहलाद केत अक्षर 4 अक्षर। सत्यजुग लीला खेला सरीगला, प्रभु चलीगले, तृतीया जुग आसला ठाकुर आसिले कि श्रीराम, दानव आसिले रावण एवं भक्त आसिले मारुति। सब 3 ना 3 श्रीराम 3 अक्षर, रावण 3 अक्षर एवं भक्त मध्य 3 अक्षर मारुति। तापर आसला किए से द्वापर जुग। द्वापर जुग प्रभु कौन कले कृष्ण रूप कौन है विराजमान कले मर्त्य। जिते जन्म ग्रहण कले अवतार हेले से समय दानव किए थिला कंस 3 अक्षर, कृष्ण 2 अक्षर, सेमती भक्त मध्य थिले 2 अक्षर विशिष्ट। उद्धव नुह, उद्धव हूँ केते अक्षर 3 अक्षर। ये होती गोपी। गोपी माने ठाकुरंकर परम भक्त बुझीपार। तार आसला कलिजुग। कलिजुगे ठाकुर होउछन्ति किए से ओंकार बा तू बुझीगला। राक्षस होउछि मु, भक्त की बढ़िया कथा। वर्तमान समय देख समस्ते बोधे बहुत अधिकांश व्यक्ति
ନିଜକୁ ଭକ୍ତ ରୂପରେ ବିବେଚନା କର ନା। ମହାପୁରୁଷଙ୍କର ଗୋଟେ ଆମର ଓଡ଼ିଆରେ ଗୋଟେ ଢେଗ କୁହନ୍ତି, ଚନ୍ଦନ ଚର୍ଚ୍ଚିତ ବିଶାଳ ବାହୁ ପର ଧନ ଖିଆ ଅଟନ୍ତି ରାହୁ। ବହୁତ ବ୍ୟକ୍ତି ବିଶେଷ ଅଛନ୍ତି ଚିତା ଚୈତନ୍ୟ ଲଗାନ୍ତି, କର୍ମ କରନ୍ତି ନାହିଁ, ବୁଝି ହଉଛି, ଚନ୍ଦନ ଚର୍ଚ୍ଚିତ ହେଇ ପରଠୁ ଠକି ମଧ୍ୟ ଥାନ୍ତି, ସେ କିନ୍ତୁ ଭକ୍ତରେ ଗଣା ହୁଅନ୍ତି ନାହିଁ। ଭକ୍ତରେ କିଏ ଗଣାନ୍ତି? ରାକ୍ଷସ ହେଲା ମୁଁ ନା, ଭଗବାନ ହଉଛନ୍ତି ତୁ। ମନେ ରଖିଥାଅ, ଯେତେବେଳେ ଅଷ୍ଟାଦଶ ପୁରାଣସୁ ବ୍ୟାସ ବଚନ ଦେଉ ପରୋପକାରାୟ ସ୍ୱର୍ଗାୟ ପାପାୟ ପିରତି ଜନା। ବ୍ୟାସ ଅଷ୍ଟାଦଶ ପୁରାଣ ଭିତରେ ଗୋଟିଏ ଶ୍ଲୋକ ଲେଖିଲେ ମୁଖ୍ୟ ହେଲା କଣ? ପରର ଉପକାର କଲେ ସ୍ୱର୍ଗ ପ୍ରାପ୍ତି ହୁଏ। କିନ୍ତୁ ଏଠି ଭକ୍ତ କିଏ? ସକଳ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ଭାଗବତରେ ଜଗନ୍ନାଥ ଦାସ ଖୋଲିକି ଭକ୍ତ କିଏ? ଏ ଚନ୍ଦନ ଚର୍ଚ୍ଚିତ ହେଇ ଗେରୁଆ ପିନ୍ଧି ଇଏ ଭକ୍ତର ପରିଚୟ ଦେଲେ ତାହା ନୁହଁ। ସିନା ମଣିଷ ଆମ ମାନଙ୍କ ଆଗରେ ସେ ଭକ୍ତ ହେଇପାରେ, କିନ୍ତୁ ପ୍ରଭୁ ଦରବାରେ ଭକ୍ତ ନୁହଁ। ରାକ୍ଷା ଆସୁଛି ମୁଁ ନା ନାଇଁ, ଭକ୍ତ ହେଲା କିଏ? ତୁ ବା ଓଙ୍କାର। ଉଦ୍ଧବକୁ କୃଷ୍ଣ କହୁଛନ୍ତି। ଉଦ୍ଧବ ପଚାରିଲା, ପ୍ରଭୁ ଆମେ କିପରି ତୁମକୁ ପାଇ? ହସିଦେଲେ। ହେଲେ ଉଦ୍ଧବ, ମତେ ପାଇବାର ମାର୍ଗ ହଉଛି ଖୁବ୍ କ୍ଷଣ ମାତ୍ର, ପୁଣି ମଧ୍ୟ ଜନ୍ମ ଜନ୍ମାନ୍ତର ଗଲେ ମଧ୍ୟ ମତେ ପାଇପାରିବେ ନାହିଁ। ଉଦ୍ଧବ ବିସ୍ମୟ ହେଇଗଲା। ଠାକୁର ହସିଦେଲେ। ଉଦ୍ଧବକୁ କହିଲେ, ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମୋତେ ତୁ ପାଇବୁ। ହେ ଉଦ୍ଧବ, ତୁ ମନେ ରଖିଥା, ତତେ ମୁଁ ବାରମ୍ବାର କହୁଛି, ମୁକାର ବିନାଶ ହେଇଗଲା ପରେ ଯାହାର ମୁକାର ବିନାଶ ହେଇଯିବ, ଗର୍ବ ବିନାଶ ହେଇଯିବ, ଅହଙ୍କାର ବିନାଶ ହେଇଯିବ, ଜଗତକୁ ସମଦୃଷ୍ଟିରେ ଦେଖିବ। ବୁଝି ହଉଛି ନା? ଯେଉଁ ବ୍ୟକ୍ତି ପାଖେ ଦେଖିବୁ ସିଏ ହଉଛି ମୋର ଭକ୍ତ। ଯାହାର ମୁକାର ଶବ୍ଦ ବିନାଶ ହେଇଯିବ ସେ ମୋତେ ପାଇବ। ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମୋତେ ତୁ ପାଇବୁ। ଅଧିକାଂଶ ବ୍ୟକ୍ତି କୁହନ୍ତି କୃଷ୍ଣ କହିଛନ୍ତି ଉଦ୍ଧବକୁ, ମୁଁ ଦେହ ଛାଡ଼ିଲା ପରେ ତୁ ମୋତେ ପାଇବୁ। ନା, ସେ ଭାବରେ କହିନାହାନ୍ତି, ସେ କହିଛନ୍ତି ମୁକାର ଶବ୍ଦ ବିନାଶ ହେଲେ ମୋତେ ତୁ କଣ କରିବୁ? ପାଇବୁ। ଏଇ କଥା ଉପରେ ପୁଣି ମଧ୍ୟ ଉତ୍କଳୀୟ ଜଣେ ମହାନ ସାଧୁ ତାକୁ ସମାଧାନ କଲେ। ପ୍ରକୃତ ଭକ୍ତ କିଏ? ହେଲା, ଭକତ ବୋଲି ଯାକୁ କହି ନିଷ୍କାମ ଭାବେ ସଦା ଥାଏ। ଯିଏ ପ୍ରକୃତରେ ସଂସାରରେ ଭକ୍ତ, ସେ ନିଷ୍କାମବାଦୀ, କାମନା ଶକ୍ତି ତା ପାଖେ ନଥିବ। ଲୋଭ ମୋହ ମାୟା ଏଗୁଡା ସବୁ ବିବର୍ଜିତ କରିଥିବ। କର୍ମ ତାର ଥିବ ମୁଖ୍ୟ, କର୍ମକୁ କରିବାକୁ ସାର, ପଣ୍ଡିତ ଜନକ ବିଚାର। ନିଜ ସଂସାରକୁ ଯେମିତି ଦେଖୁଥିବ, ଜଗତ ସଂସାରକୁ ସେଇ ଭାବରେ ସିଏ ଦେଖୁଛି। ପ୍ରକୃତର ଭକ୍ତର ଲକ୍ଷଣ କଣ? ନା, ଭକତ ବୋଲି ଯାକୁ କହି ନିଷ୍କାମ ଭାବେ ସଦା ଥାଏ। କାମ କଳ୍ପନା କରି ଦୂର, ସ୍ମରଇ ଶ୍ରୀ ଗୁରୁ ପୟ। ଜୟ ଜଗନ୍ନାଥ। ସେ ଭକ୍ତର କାମ କି କଳ୍ପନା କିଛି ନଥିବ, ଆଶା ଆକାଂକ୍ଷା କିଛି ନଥିବ। କର୍ମ କରିବା ସଙ୍ଗେ ସଙ୍ଗେ ସଦା ସଦା ସେ କଣ ତ ଶ୍ରୀ ଗୁରୁ ପୟରେ କଣ ତ ମନୋନିବେଶ କରିଥିବ। ଶ୍ରୀ ଗୁରୁ ତାହେଲେ କିଏ? ସେ ନା, ଗୁରୁ, ଶ୍ରୀ ଗୁରୁ ହଉଛନ୍ତି ସ୍ୱୟଂ ପରମ ବ୍ରହ୍ମ।
ପରମ ବ୍ରହ୍ମଙ୍କ ପାଖରେ ସେ କର୍ମ କଲେ ମଧ୍ୟ ସଦା ସର୍ବଦା କଣ ହେଇଥିବ? ମନଟାକୁ ରଖିଥିବ। ଜଗତ ସମଜେ ମଣଇ କହିଲୁ ତୋ ଆଗେ ଫିଟାଇ। ସେ ଜଗତକୁ ସମଭାବରେ ଦେଖୁଥିବ। ଯେଉଁ ବ୍ୟକ୍ତି ଦେଖୁଥିବ ସିଏ ହିଁ ଭକ୍ତରେ ପ୍ରକୃତରେ ଭକ୍ତ। ସେ ଭକ୍ତକୁ କୋଟି କୋଟି ଶରଣ। କଣ ଭକ୍ତ ବଳ ନା ଭଗବାନ ବଳ? ବୁଝିହଉଛି? ବାସ୍ତବ ମତରେ ଦେଖିବାକୁ ଗଲେ ପ୍ରଭୁଙ୍କ ଠାରୁ ଭକ୍ତ ହଉଛି ବଳ। କାରଣ ଭକ୍ତ ହଉଛି ଠାକୁରଙ୍କର ବାପ ମା। ଭକତ ମୋ ପିତା ମାତା ଭକତ ମୋ ବନ୍ଧୁ ଭକତ ନିମିତ୍ତ ନାମ ମୋର କୃପା ସିନ୍ଧୁ। ଭକ୍ତ ପାଇଁ ପ୍ରଭୁ କଣ କରନ୍ତି? ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହୋଇଥାନ୍ତି। ତେଣୁ ଭକ୍ତ ହଉଛନ୍ତି ପ୍ରଭୁଙ୍କର ପିତା ମାତା। ଏବଂ ଭକ୍ତଙ୍କ ପାଇଁ କି ପ୍ରଭୁଙ୍କ ଆଖିରୁ ସଦା ସର୍ବଦା କଣ ହୁଏ? ଲୁହ ବୁହେ। ଭକ୍ତକୁ କଷଣ ପଇଲେ ପ୍ରଭୁ ସମ୍ଭାଳି ପାରିବେ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାର ଭକ୍ତ ବାହାରୁଛି, କିନ୍ତୁ ବାସ୍ତବ ମତରେ ପ୍ରଭୁଙ୍କର ଜିନିଷ ଭକ୍ତ ଯିଏ ବାସ୍ତବ ମତରେ ଅନ୍ତର୍ନିହିତ ଭକ୍ତ, ତା ପାଖରେ କଣ କାମ କଳ୍ପନା ଏଗୁଡ଼ା କିଛି ନଥିବ। ସଦା ସର୍ବଦା ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ ଭାବ ଥିବ ଏବଂ ନିଷ୍କାମବାଦୀ। ତୁଳସୀଦାସଙ୍କ ଭାଷାରେ ଜୟ ରାମ ଶ୍ରୀରାମ ଜୟ ଜୟ ରାମ, जय राम श्री राम जय जय राम। लिखिते राम घूमते राम पढ़ते राम, जय राम श्री राम जय जय राम। सदा सर्वदा से सदा सर्वदा तुलसीदास भाषा प्रभु पाखे आत्मसमर्पण भाव रखी से दिन कौन तो कर्म अतिबाहित ये हूँ प्रकृत भक्तर लक्षण। कली जुगे राक्षस हूँ मुकार। आज तुम देख वर्तमान समय आ किए प्रभु कहते प्रभु तू संसार बड़ बोली का मन में पहुँच मु हूँ संसार रे बड़, मु हूँ संसार रे बुद्धिया, मु हूँ सबुठू चालाकिया। कई कहूना प्रभु तू हूँ संसार स्रष्टा, तो बिनु संसार रे कही नहांती। एक कथा किए कहते केही कहू जो माने कहूथिबे मन रखिता तांको श्रीचरण को कोटि कोटि शरण। आमे प्रभु को न देखि पाइले तांको देखि पारिबा, तांको पद को कोन शरणापन्न हवा आम मानकर कर्तव्य। वर्तमान समय रे मालिका शास्त्र सुनी महापुरुष आमको अनेक चेतना देते आगु ये विपद हम। भक्ति व्यक्ति भावती आम को गुरु पाखे बसीगले काले आम बचीजु कि? अरे बचा मरिया किसी यथार्थ नहीं। रखिले रखिब उपर बुला, माइले मार उपर बुला। कौन सी गुरुकूल बसीगले कदम बचीज? यदि मरवा को थी निश्चिंत मर, किंतु जेते दिन तुम बंचिक रह सत्कर्म कर, सत् बाटे जाओ, सत्पथी हुआ, सत दर्शन कर, सत मार्गी हवा को चेष्टा कर। ये जन्म रे किसी नहले जी तो पुणी आर जन्म संपादन हम। तुम मन तुम भावना आसो कौन ये जन्म पर आर जन्म अच्छी? हाँ अच्छी। कारण जिते धर्मावलंबी अच्छा संसार जिते गुड़ी धर्म अच्छी, आम से हिंदू शास्त्र कहे, आम सनातन धर्म कहे जावत मरण तावत मरण जन्म जननी जठरे पुनरपि शयन। जन्म हेले मृत्यु निश्चिंत, मृत्यु हेले पुणी जन्म निश्चिंत। बुझिपारे ना बुझिपारे? तेणु कली जुगर दानव हूँ मुकार शब्द। आ तुम मान को सब कहूँ मन रखिथा आत्मसमर्पण भाव प्रभु पाखे सदा सर्वदा रख। हे प्रभु तू ही सब किछि, मु किछि नुह। हाड़ मांस रखता मु किए?
ମୁଁ ବୋଲି ଯାକୁ କହି କାମ କଳ୍ପନା ଅଟଇ। ମୁଁ ଯୋଉ ଶବ୍ଦଟା ଇଏ ହଉଛି କାମ, କଳ୍ପନା, ଅହଙ୍କାର। ବୁଝି ହଉଛି ନା? ତେଣୁ ସାଧୁ ସନ୍ଥ ମାନେ, ମୁନି ଋଷି ମାନେ ମୁଁ ଶବ୍ଦକୁ ଉଚ୍ଚାରଣ କରନ୍ତି ନାହିଁ, କୁହନ୍ତି ଆମେ। ବୁଝି ହଉଛି ନା? ବର୍ତ୍ତମାନ ସମସ୍ତେ କହୁଛନ୍ତି ମୋଠୁ ବଡ ଆଉ କେହି ନାହିଁ। ତେଣୁ ଅତି ଦର୍ପ ହତାଲଙ୍କା ଅତି ମାନ ଚ କୌରବା ଅତି ଦାନ ବଳି ବଧୁ ଅତି ସର୍ବତ୍ର ମିଳିତ। ମୁକାର ଶବ୍ଦ ଯିଏ କଲା, ଗର୍ବ ଯିଏ କଲା, ସେ ଚିରସ୍ଥାୟୀ ନୁହେଁ, କ୍ଷଣସ୍ଥାୟୀ। ବୁଝିଯାଉଛି ନା? ଗୋଟେ କୁହନ୍ତି ପାକଳା ପଣସ, ଗୋଟେ କୁହନ୍ତି କଞ୍ଚା ପଣସ। ଠାକୁର ଅଭିରାମ ପରମହଂସଙ୍କ ଭାଷାରେ ଗୋଟେ ହେଲା ପାକଳା ମୁଁ, ଗୋଟେ ହେଲା କଞ୍ଚା ମୁଁ। କଞ୍ଚା ମୁଁ କଣ? ଆତ୍ମସମର୍ପଣ ଭାବ, ପ୍ରଭୁ ମୁଁ କିଛି ନୁହଁ ସବୁ ତୁ। ପାକଳା ମୁଁ, ମୋଠୁ ବଡ କେହି ନାହାନ୍ତି, ମୁଁ ହଉଛି ସଂସାରରେ ଶ୍ରେଷ୍ଠ, ମୁଁ ହଉଛି କୋଟିପତି, ମୁଁ ହଉଛି ଧନୀ। ଏ ଭାବ ଯିଏ ହେଲା 6 ମାସିଆ ଫଳ। ଜୋରେ ଗରମ ହେଲେ ପଣସ ତା ମନକୁ ପାଚିବ, ଠିକ ନା? ମଣିଷ ଅଧିକା ଉତ୍ତପ୍ତ ହେଲେ ତା ମନକୁ ଝଡ଼ି ପଡିବ ପଣସ ପରି, ହଁ କି ନାହିଁ? ତେଣୁ ନିଷ୍କାମ ଭାବ ଯାହା ପାଖେ ଥିବ ସିଏ ହଉଛି ପ୍ରକୃତରେ ପ୍ରଭୁଙ୍କର ଭକ୍ତ। ତାଙ୍କ ପଦକୁ ଆମ ମାନଙ୍କର ସଦା ସର୍ବଦା ଜନ୍ମ ଜନ୍ମାନ୍ତର କୋଟି କୋଟି ଶରଣ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।